ତୁମେ ସରକାରୀ ସରମୂଳ ଦ୍ୱାରା ଫୋପାଡ଼ି ଦେଲେ ସର୍ପଟା ଗାନ୍ଧାରୀ କି କହୁଛନ୍ତି ଭୀଷ୍ମ ଯେତେବେଳେ ଫୋପାଡ଼ି ଦେଇଛନ୍ତି ସର୍ପଟା ସର୍ପ ଯାଇ ପଡ଼ିଲା ହଜାର ହଜାର ସପ୍ତ ଫେରି ଶିଶୁ କଣ୍ଟକ ଉପରେ ଶରୀର ଯାକ ତାର କଣ୍ଟା ଗୁଡ଼ାକ ସବୁ ପୋଡ଼ିଗଲା। ଯାହା ହେଲେ ସୁଧା ଯୋଉ କଥା କହୁଛନ୍ତି ଏ ବିଷୟରେ ନୀତି ଶିକ୍ଷା ନାହିଁ। କେତେ ନୀତି ଶିକ୍ଷା କର আর কিভাবে নীতি শিক্ষা আবশ্যক পড়ি যাচ্ছি তেণু বাপা ইয়ে সর্প সেইটু যেতবে সর্প দেহ যাক ফুটি যাইছি কଣ୍ଟା ଗୁଡାକ ସର୍ପ କହିଲା ଶେଷ ସମୟ ପର୍ଯ୍ୟନ୍ତ ବହୁତ ଦିନ ପର୍ଯ୍ୟନ୍ତ ସର୍ପ ଦେହରୁ ରକ୍ତ ଗୁଡାକ ସ୍ରବୁଛି। ବିଷ୍ଣୁ କହୁଛନ୍ତି ଭାଲୋ ରହିଲା 18 ଦିନ କାଳ କିଏ ନା ସର୍ପ ସର୍ବାଙ୍ଗରୁ ରକ୍ତ ଗୁଡା ସ୍ରବି ଯାଉଛି। ଶେଷ ସମୟ ବେଳକୁ ଡାକିଲା ଚିନ୍ତା କଲା ସର୍ପ କହିଲା ପ୍ରଭୁ କଣ ମୁଁ ଦୋଷ କରିଥିଲି ଏଡେ ସୁନ୍ଦର ଇଏ ଭୀଷ୍ମ ରାଜା ରୂପ ଦର୍ଶନ କରିବା ପାଇଁ ମୁଁ ଯାଇଥିଲି ଦର୍ଶନ କରିବା ପାଇଁ ଯାଇଛି ସେ ମତେ କେତେ କଷ୍ଟ ଦେଲା କେତେ ଜୀବ ଯାଉଛି ପ୍ରାଣ ପ୍ରୟାଣ ସମୟ ଯିବ ଯେତେବେଳେ ଯିବା ସମୟ ହେଲା କୃଷ୍ଣ ଯିବା ସମୟ ହେଲା ଯେତେବେଳେ ପ୍ରାଣ ବାୟୁ ଯିବା ସମୟ ହେଲା ସେତିକି ବେଳେ ଡାକିଲା ଭଗବାନ ବାବା ଓଡ଼ିଆ ଅସୁବିଧା ନାହିଁ ତ କହିଲେ ତେଣୁ ଟିକେ ଟିକେ ଏମିତି ଯାଉଛି ଭଗବାନ ଆମେ ଡାକୁଛୁ ଆପଣମାନେ ପ୍ରଭୁଙ୍କର ନାମ ଶ୍ରବଣ କରୁଛନ୍ତି। ଆଜ୍ଞା ଆମର ବା ମୁକ୍ତି ଅଛି ପ୍ରତ୍ୟେକ ଦିନ ନାରାୟଣଙ୍କୁ କାନ୍ଧରେ ଧରି କହୁଛୁ ଏ ମନ୍ତ୍ରରୁ ସେ ମନ୍ତ୍ର ସେ ମନ୍ତ୍ରରୁ ସେ ମନ୍ତ୍ର ଜୀବନ ବିତିଯିବା ଉପରେ ହେଲାଣି ହେଲେ ଆମ୍ଭେମାନେ ମୁକ୍ତି ପାଇଯିବୁ ବୋଲି ଗୋଟେ କିଛି ମାନେ ଅଛି। ସବୁବେଳେ ଯଦି ବସିକି ଆପଣ ଭାଗବତ ଶୁଣୁଥିବେ ପୁରାଣ ଶୁଣୁଥିବେ ମାଙ୍କର ପ୍ରଧାନ ବିନ୍ଦରେ ନିଜକୁ ସମର୍ପିତ କରି ସଦା ସର୍ବଦା ଡାକୁଥିବେ କଣ ଆପଣ ମୁକ୍ତି ପାଇଯିବେ? ତାହେଲେ ମୁକ୍ତି କେମିତି ପାଇବା? କେମିତି? ସତ୍ୟନାରାୟଣ ବସିଛନ୍ତି ଆମେ ସତ୍ୟନାରାୟଣଙ୍କୁ ପୂଜା କରୁଥାଏ ନା ନାଇଁ? ଆଚ୍ଛା ମହାପୁରୁଷ ଅଚ୍ୟୁତ କହିଲେ କହିଲେ ତେଣୁ ସତ୍ୟନାରାୟଣଙ୍କୁ ଧରି ପୂଜୁଛ ଚାରିଟା ବେତ ବାଡ଼ିରେ ସେ ବନ୍ଧା କରିଛନ୍ତି। ଦେଖନ୍ତୁ ବେତ ଦେହରେ ବନ୍ଧା ହେଇଛନ୍ତି ମୟୂର ପକ୍ଷୀ ମହାପୁରୁଷ ଅଚ୍ୟୁତ ନେବାଳ ମଠର ମହନ୍ତ ଅଧିକାରୀ କହିଲେ କହିଲେ ନିର୍ଜୀବ ଦିଅକୁ ସଜୀବ ପୂଜବ ନିର୍ଜୀବ ଦିଅକୁ ସଜୀବ ଦିଅ ପୂଜା କରୁଛି। ଦେଖନ୍ତୁ କେମିତି ଓଲଟା ଭାବରେ ସବୁ ଚାଲୁଛି। ନିର୍ଜୀବ ଦିଅକୁ ସଦା ସର୍ବଦା ସଜୀବ ଦିଅ ପୂଜା କରୁଛନ୍ତି। ତିନି ତାରି ମାରି ଆପଣା ଭୁଲୁଛନ୍ତି। ପ୍ରଭୁ ସତ୍ୟନାରାୟଣ ସର୍ବାରିଷ୍ଟ କଲ୍ୟାଣ କରନ୍ତୁ ଚଲାମତ ସବୁ ଭୁଲ ତାପରେ ଆଚ୍ଛା ନିର୍ଜୀବ ଦିଅ ସେ କେମିତି ତାଙ୍କୁ ଡାକିଲେ ସିଏ ଶୁଣିବେ କି ଆଜ୍ଞା? ଜବାବ ଦେବେ ସତ୍ୟନାରାୟଣ ମଞ୍ଚରେ ବସିଛନ୍ତି ସତ୍ୟନାରାୟଣ ମଞ୍ଚ ଉପରେ ଅଛନ୍ତି କିନ୍ତୁ ଡାକିଲେ ଶୁଣିବେନି ନା ନାଇଁ? ଆପଣ ମାନଙ୍କର ଓଡ଼ିଆ ଭାଗବତ କହିଲେ କହିଲେ ଯେଉଁ ଦିଅକୁ ଡାକିଲେ ଖାଇବ ଯେଉଁ ଦିଅ ଯେଉଁ ଦିଅକୁ ଡାକିଲେ ଯେଉଁ ଦିଅ ଜବାବ ଦେବା ଜାଣିବା ସେ ପ୍ରକୃତରେ ଦିଅ ଜାଣିବା ସିଏ ହେଉଛି ସଜୀବ ଦିଅ ଇଏ ହେଉଛନ୍ତି ନିର୍ଜୀବ ଦିଅ। ଇଏ ଯୋଉ ଚାରି ଖଣ୍ଡ ବେତ ବାଡ଼ିରେ ବନ୍ଧା ହୋଇଛନ୍ତି
से जानी वर्तमान किए जगत गुरु ठाकुर अभिराम परमहंस कहिला कलि भागवत बोले चारि खंड वेद किए तले सत्य शांति जे दया क्षमा ये चारि प्रभु शांति दया क्षमा ये हमारी प्रभु महिमा ये मानव जहाँ देहरे जहाँ पाखरे सत्य शांति दया क्षमा कर सी प्रभु भाव पूजा पाइब सजीव दिए किए पूजा करुछंती किए सजीव दियो केमिति नमो ब्रह्मण्य देवाय ब्रह्मण्य हिताय जगत हिताय कृष्णाय गोविंदाय ब्राह्मण बसई से हेले सजीव दियो रे ये हेले सजीव दियो ब्राह्मण बसई जे पूजा करुछंती ओडिया भागवत कहिले एमिति दियो अछि कहि हत प्रसारी बेटी काई हत प्रसारी बेटी काई हत प्रसारी बेटी काई एमिति को दियो संसार रे अछंती हत प्रसारी की मागु छंती खाइबा पाई किंतु ताकि खाइबा को मिलुनी जोन दियो न खाउची सेई दियो पापा खले जाई फळ फळ बता होची नहीं से दियो को दिया ताले से दियो किए हत प्रसारी मागु छंती आपण मानकर कवि सूर्य बलदेव रथ गोटे पद कहले कवि सूर्य बलदेव रथ कहले केउ जीवंत प्रतिभा अछि जे प्रभु भावरे ताकु चिनिबा पाई भगवान को पाखरे टिके रहि जाईछि से गुण नाही भाव अछि से देवता किए कोटि देवता ऊपर बिता माता को गोटे झील पाखे तार चलती प्रतीक चलती देवता हेले बापा तेणु बापा माँ को पूजा न कर बापा माँ जे आशीर्वाद न नहीं पितामाता सुपुत्र पुत्र हुए पूरा सुखी बापा माँ आशीर्वाद निहाती आवश्यक तेणु एभलिया दियो को छाड़ीदेले संसार में दियो मिलबे नहीं रे सर्पटा मला बेलू अभिशाप देला प्रभु जदि प्रकृत सत्य थी धर्म देव ताले गला बेलू अभिशाप देवी से भीष्म जमी अभिशापटा को ग्रहण कर सर्पटार बापा अभिशाप गोटे पशु हो बलद हो कुकुड़ा हो जीव जहाँ पाखे अच्छी समस्त अभिशाप देव किंतु अभिशाप समय अभिशापटा देने अभिशाप हो भगवान को डाकुचे भगवान को नाम नौचे से समय जब नवा ये जीवन मुक्ति अच्छी वैकुंठ प्राप्त निश्चित हवा निश्चित भाव से मुझे नजी बोली माने ना मुक्ति पथ तो केते बेले कौन समयटा तेणु ये सर्प अभिशाप दब सत्य करुच्ची गायक शिवमणि निरंजन कर गोटे पद कहले सत्य देवे
সর্পটা অভিশাপ দেলা মা তাহলে হে প্রভু ଅନ୍ୟାୟରେ ଯିଏ ମୋତେ ଏତେ ବଡ଼ ଦଣ୍ଡ ଦେଇଛି ଯଦି ପ୍ରକୃତରେ ଦୁନିଆରେ ଧର୍ମ ଅଛି ସତ୍ୟ ଅଛି ନ୍ୟାୟ ଅଛି ମୋତେ ଯିଏ ଦଣ୍ଡ ଦେଲା ସିଏ ମଲା ବେଳେ ତା ଦେହରେ ସେମିତି ହଜାର ହଜାର କଣ୍ଟା ଫୁଟିବ ତେଣୁ ଭୀଷ୍ମ କହିଲେ ଗାନ୍ଧାରୀକୁ କହିଲେ ମା ସେଇ ସର୍ପ ଅଭିଶାପରେ ମୁଁ ଆଜି କର୍ମଫଳ ଭୋଗୁଛି ମୋ କର୍ମଫଳଟାକୁ ମୁଁ ଆଜି ଭୋଗ କରୁଛି ମାନେ ଦୁନିଆରେ ମୋତେ ମାରିବା ପାଇଁ ସଂସାରରେ କେହି ନାହିଁ ନା ନାହିଁ ବାପା ମୋର କହିଲେ ଓଡ଼ିଆ ଅସ୍ମିତା କଥା ଓଡ଼ିଆ ଅସ୍ମିତା ଆଜି ଯେଉଁଭଳି ଭାବରେ ଓଡ଼ିଶାକୁ ଆଜି ଜଣାଇବାକୁ ବସିଲାଣି ଏ ଅସ୍ମିତାକୁ ନେଇ ପ୍ରତ୍ୟେକ ଦିନ ଏ ବିଧାନସଭାରେ ଦେଖୁଥିବେ ଆପଣମାନେ କେଉଁଭଳି ଭାବରେ ହଟ୍ଟଗୋଳ ଚାଲିଛି ମୁଁ ଭାବୁଛି ବୋଧେ କିଛି ସେ ଦୃଷ୍ଟିରୁ ବୋଧେ କିଛି କମିଯାଇଛି ବୋଧେ ମଞ୍ଚରେ ଓଡ଼ିଆ ଅସ୍ମିତା କୁଆଡ଼େ ଯାଇଛି ଅସ୍ମିତାକୁ ନେଇକି ବିଜେପି ସରକାର ପରେ ବଢ଼ିଛି ଏଇଭଳି ଭାବରେ ଦ୍ୱନ୍ଦ୍ୱ ଲାଗି ବାଡ଼ିଆ ପିଟା ପର୍ଯ୍ୟନ୍ତ ଥାନା ଜେଲ୍ ପର୍ଯ୍ୟନ୍ତ ଗଲେ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ତେଣୁ ହିନ୍ଦୁ ଧର୍ମକୁ କେହି ମାନିବେ ପରମ୍ପରା ଅଭିଜାତ୍ୟକୁ ଭୁଲିଯିବେ ବାପା ମାଙ୍କୁ କେହି ଖାତିର କରିବେ ନାହିଁ ଇଏ ଗୋଟିଏ ପଦ ମୁଁ ଗାଉଛି ଦେଖେ ଅସ୍ମିତା କଥା ଆସିଛି ରାଜନୀତି କ୍ଷେତ୍ରରୁ ଦେଖ 5 ବର୍ଷ 4 ବର୍ଷ ତଳେ ଅସ୍ମିତା କଥା ମୁଁ ଟିକେ କହୁନଥିଲି କି ଅସ୍ମିତା ଗୋଟେ ଶବ୍ଦ ଅଛି ବୋଲି ବାହାରି ନଥିଲା ଏ ଇଲେକ୍ସନ ପୂର୍ବରୁ ଶବ୍ଦଟା ବାହାରିଛି ଠିକ ନା ଭୁଲ ଆଜ୍ଞା କୁହନ୍ତୁ ଓଡ଼ିଆ ଅସ୍ମିତା ଅସ୍ମିତାର ଅର୍ଥ କଣ ଆଜି ପର୍ଯ୍ୟନ୍ତ ଅସ୍ମିତାର ଅର୍ଥ ମୋର ମିଳୁନାହିଁ କଣ ଅସ୍ମିତା କଣ ଓଡ଼ିଆ ଅସ୍ମିତା ଆମେ କଣ ଓଡ଼ିଆରୁ କୁଆଡ଼େ ବାହାରକୁ ପଳେଇ ଯାଇଛୁ ଓଡ଼ିଆକୁ ଭୁଲି ଯାଇଛୁ ଆଉ ଯେଉଁଗୁଡ଼ାକ କାର୍ଯ୍ୟ ନୁହେଁ ସେ କାର୍ଯ୍ୟକୁ କଲେ ତାକୁ କହନ୍ତି ଆମେ ଓଡ଼ିଆ ଅସ୍ମିତାକୁ ଭୁଲିଗଲୁ ଅକାର୍ଯ୍ୟରେ ଗଲା କଣ ଏଇଆ ନା ନାଇଁ ଏ କଣ କଳିଯୁଗ ଶେଷ ହେବାକୁ ପୁରା ବସିଲାଣି ଆପଣମାନଙ୍କର କଟକ ରେଭେନ୍ସା କଲେଜର ପ୍ରଫେସର ଡକ୍ଟର ଆର୍ତ୍ତବଲ୍ଲଭ ଗୋଟିଏ ପଦ କହିଲେ ଆର୍ତ୍ତବଲ୍ଲଭ ମହାନ୍ତି ଗୋଟିଏ ପଦ କହିଲେ ଅନୁଭୂତି ବାଳିକା ଅନୁଭୂତି ବାଳିକାର ଗୋଟିଏ ପଦ କହିଲେ ବହିଟା ହେଉଛି ମାତ୍ର 4 ଟଙ୍କା ବହି ନାମ ହେଉଛି ଅନୁଭୂତି ବାଳିକା ତାଙ୍କ ହୃଦୟରେ ଗୋଟେ ଏଭଳି ଥିଲା ଯେ ଅର୍ଥ ସେ କରିନାହାନ୍ତି ଆମେ ପାଲାବାଲା ହିସାବରେ ଅର୍ଥ କରୁଛୁ ଆପଣମାନେ ଟିକେ ଦେଖନ୍ତୁ ସେ ଅର୍ଥଟା କେମିତି ଆସୁଛି କହିଲି ରେଭେନ୍ସା କଲେଜର ପ୍ରଫେସର ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି କଣ କହିଲେ ତାହେଲେ କଳିଯୁଗ ଶେଷ ହେବାନି କଟ ଲାଗିଯିବ ବହୁତ ରାଜନୀତି କ୍ଷେତ୍ରକୁ ନେଇ ଲେଖିଲେ କହିଲେ 3 ବ୍ରହ୍ମଚାରୀ ଭରିବେ କଳିଯୁଗ ଶେଷ ହେଲା ବେଳକୁ 3 ଜଣ ବ୍ରହ୍ମଚାରୀ ଏକାଠି ଭେଟ ହେବେ ଅର୍ଥାତ ଭାରତ ବର୍ଷକୁ ଶାସନ କରିବେ ପାଲାମିଲା ହିସାବରେ ଆମେ ଅର୍ଥ କରୁଛୁ ଶାସନ କରିବେ ଭାରତ ବର୍ଷକୁ 3 ଜଣ ବ୍ରହ୍ମଚାରୀ କିଏ ଭାବି ଚିନ୍ତା କରିବାରେ ହେ ଯେତେବେଳେ ନିର୍ବାଚିତ ହେଇକି ଆସିଲେ ଅଟଳ ବିହାରୀ ବାଜପେୟୀ ବିବାହ ହୋଇନାହାନ୍ତି ପ୍ରଧାନମନ୍ତ୍ରୀ ହେଲେ ପ୍ରାଇମ ମିନିଷ୍ଟର ସେତିକି ବେଳେ ହେଲେ ରାଷ୍ଟ୍ରପତି ଅବଦୁଲ କାଲାମ ବିବାହ ହୋଇନାହାନ୍ତି ଗାଇନାହାନ୍ତି ବ୍ରହ୍ମଚାରୀ ସେତିକି ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ ବୋଧହୁଏ ଏଇ 3 ଜଣଙ୍କର ଭେଟ ହବ କଳିଯୁଗ ସରିଲା ବେଳକୁ ଆଜ୍ଞା ଦୁଇ ବ୍ରହ୍ମଚାରୀ ତାକୁ ଯେତେ ଡାକିଲେ ସେ ଆଉ ଆସିବେ ଥରକରେ ସେ ଯିବେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଅଟଳ ବିହାରୀ ବାଜପେୟୀଙ୍କ ଭଳି ପ୍ରାଇମ ମିନିଷ୍ଟର କେହି ଜଣେ ଥିଲେ ଆଜ୍ଞା ଦ୍ୱିତୀୟ ଥର ଆସିଲେ ଅବଦୁଲ କାଲାମଙ୍କ ଭଳି ରାଷ୍ଟ୍ରପତି କେହି ଥିଲେ ଦ୍ୱିତୀୟ ଥର ତାଙ୍କୁ ଅଫର ଦିଆଗଲା ସିଏ କହିଲେ ନାହିଁ
କିନ୍ତୁ ଆଉ ଜଣେ ରହିବେ ପଡ଼ିବି କିଏ ଓଡ଼ିଶାରେ ଜଣେ ରହିବେ ନବୀନ ପଟ୍ଟନାୟକ ଓଡ଼ିଆ କଥାକୁ ଜାଣି ଓଡ଼ିଆ କଥାକୁ ଜାଣିନଥିବେ ଦୁଃଖୀ ଦରିଦ୍ରଙ୍କ ଦୁଃଖ ବୁଝିବେ କେହି ଯଦି ଥାଆନ୍ତି ଖରାପ ଭାବିବେ ମୁଁ ରାଜନୀତି କ୍ଷେତ୍ରରେ କାହାକୁ କୌଣସି ଭାବରେ ଇଙ୍ଗିତରେ କହୁନି ଗୋଟେ କଳାକାର ହିସାବରେ ଯାହା ଅର୍ଥ ପାଇଛି ସେଇଆକୁ ନିଜ ହୃଦୟର ହଁ ତେଣୁ ଦେଖନ୍ତୁ ଯେତେବେଳେ ବାତ୍ୟା ଫାତ୍ୟା ଆସେ ଯେକୌଣସି ଜାଗାରେ ଲୋକ କିଛି ଆନ୍ଦୋଳନ କରୁଥିବେ ସରକାର ଭୁଲ କଲେ ବୋଲି ମୁଖ୍ୟମନ୍ତ୍ରୀ ପଚାରିବେ ମିଡ଼ିଆକୁ ଦେଖିକି କ'ଣ ସେ କରୁଛନ୍ତି ଇଂଲିଶରେ ପଚାରିବେ ଓଡ଼ିଆ ବୁଝିପାରିବେନି କିନ୍ତୁ ଓଡ଼ିଆରେ ଯେଉଁ ମନ୍ତ୍ରୀମାନେ ଥିବେ ପାଖରେ କାହାର ଲୋକ ଲୋକଟା କହୁଥିବ ଆଜ୍ଞା ବାତ୍ୟା ପବନରେ ଖାଇବାକୁ ମିଳୁନି ଭୋକ ଉପାସରେ ପେଟ ନାହିଁ ଭିତରେ ପଡ଼ିବ ପଚାରିବେ ସେଠି ମୁଖ୍ୟମନ୍ତ୍ରୀ କ'ଣ ହେଇଛି ସେ ପେଟ ଆସୁଛି ନା କହୁଛନ୍ତି ଆପଣଙ୍କ ବେଳେ ଏତେ ସବୁ ସେ ପାଉଛନ୍ତି ଯେ ପେଟ ଟିକେ ଖାଲି ରହୁନି କ'ଣ କରିବେ ତେଣୁ ନିଜ ସ୍ୱକୁ ଦେବେ ନିଜେ ଯେତେବେଳେ ସେ ନିଜ ସାରିଦେବେ ନିଜସ୍ୱକୁ ସାରିବା କେମିତି ନା ମୁଁ କିଛି କରିବିନି ମୁଁ ନିଜସ୍ୱକୁ ଆଗକୁ ଦେଇଦେବି ଏ ବାଟ ତୁ ଯାହା କରିବି ମୁଁ ଦସ୍ତଖତ ମାରିବି ସେ ନିଜସ୍ୱକୁ ଯୋଉଦିନ ସେ ସାରିଦେବେ ସେଇଦିନ ସିଏ ଆସନରୁ ଯିବେ ଆଉ ଯେତେ ସବୁ ରହିଲେ ମହାପୁରୁଷ କହିଲେ ମହାପୁରୁଷ ହାରିଦାସ ଛତିଆବଟ ମହନ୍ତ ଅଧିକାରୀରେ ସେ ଗୋଟିଏ ପଦ ପାଇଲେ ଗ୍ରାମ ଭୂମି ହେବ ମୋଡ଼ ଚାଷୀ ମୁଣ୍ଡ ପଡ଼ି ହେବେ ଗ୍ରାମ ଭୂମି ହେବ ମୋଡ଼ା କାହିଁ ଗପିଲେ ଅସୁବିଧା ହଉଛି ପୁଣି କହିକି ଯିବି ଠିକ ଯିବି ତାହେଲେ ଗ୍ରାମ ଭୂମି ହେବ ମୋଡ଼ାଲ ମହୁଳ ଚାଷୀ ମୁଣ୍ଡ ପଡ଼ି ହେବେ ଧାନ ଚାଉଳ ଯେ ଫସଲ ମିଳିବ ନା କାହିଁକି କଥା କହିଲି ମହାପୁରୁଷ ଅଚ୍ୟୁତ ସାରି ଦେଇଛନ୍ତି କହିଲେ ରାଜା ଦୋଷ କଲେ ଭୋଗନ୍ତି ପ୍ରଜା ପରଜା କାନ୍ଦିଲେ ମରନ୍ତି ରାଜା ପରଜା କାନ୍ଦିଲେ ମରନ୍ତି ରାଜା ପରଜା କାନ୍ଦିଲେ ମରନ୍ତି ରାଜା ଦେଖନ୍ତୁ ରାଜା ଯଦି ଦୋଷ କରନ୍ତି ପ୍ରଜାମାନେ କାନ୍ଦିଲେ କାନ୍ଦିବେ ନିଶ୍ଚିତ କାନ୍ଦିବେ ରାଜା ଦୋଷ କଲେ ଘର ଭଳି ପଡ଼ିବ ଯୁଦ୍ଧ ଲାଗିବ ନିରୀହ ପ୍ରଜାମାନେ ମରିବେ ପାଣ୍ଡବ କୌରବ ଯୁଦ୍ଧ ଲାଗିଲା କେତେ ମରିବ ତେଣୁ ରାଜା ଦୋଷ କଲେ ପ୍ରଜାମାନେ ଭୋଗ କରିବେ ଆଉ ପ୍ରଜା ଯେତେବେଳେ କାନ୍ଦିବେ ସେତେବେଳେ ମଝି ଦାଣ୍ଡରେ ପଡ଼ି ରାଜା ମରିବ ତାହେଲେ କେମିତି ଛିଡ଼ା ତାକୁ ଆମେ ଟିକେ ଓଡ଼ିଆ ଅସୁବିଧାକୁ ଆସିବା ସେଇ ମାଳିକାରୁ ଆସୁଛି କେମିତି ଆସିବା ଆମେ କାହାକୁ ରାଜା କରୁ ଆମର ଏ ନିର୍ବାଚନ ମଣ୍ଡଳୀର ରାଜା କିଏ ବିଧାୟକ କିଏ ଯିଏ ହଉ ଯିଏ ଏବେଲେ ହେଲେ ବିଧାୟକ ହେଲେ ଆମେ ତାକୁ ରାଜା କଲୁ ଠିକ ନା
আচ্ছা সিଏ ଯେତେବେଳେ ଆସିଲେ এই କାମକୁ କର ସେଇ କାମ କର ତମେ କରିଯିବ ପ୍ରଜା ହିସାବରେ ଆପଣମାନେ ଆମେମାନେ ସମସ୍ତେ କରିବା ଆମ ରାଜା କହିଲେ ରାଜା କଥାରେ ଆମେ କରିବା କେମିତି କଲେ ଚିଠି ଫଟ ଦେଖନ୍ତୁ ମନ୍ତ୍ରୀମାନେ ଏମାନେ ମାନେ ସମସ୍ତେ ବସିଲେ ପ୍ରଜାମାନଙ୍କୁ କହିଲେ ଦିଅରେ ଏତିକି ଟଙ୍କା ଥିବ 2 ବର୍ଷରେ ନବ 3 ବର୍ଷରେ 3 ନବ କିଏ ବାସନ କୁସନ ବନ୍ଧା ପକେଇ କିଏ ଜିନିଷ ପତ୍ର ବନ୍ଧା ପକେଇ ଆମ ମନ୍ତ୍ରୀ ଆମ ରାଜା ଅଛନ୍ତି ନା ରାଜା କହୁଛନ୍ତି ସବୁ ଥୋଇବେ ଗଲା ଚିଠି ଫଟ କରି ଯାହା ସବୁ ଘର ବାଡ଼ି ବନ୍ଧା ପକେଇକି ଧରିଦେଲେ ଡବଲ ହବ ପରା ଆମ ଇଏ ଅସୁବିଧା ଆମେ ଡବଲ କରୁ କିନ୍ତୁ କର୍ମକୁ ଅନେଇଲେ ଆମ କର୍ମରେ କଣ ଅଛି ଆମେ କେତେ କର୍ମ କରୁଛେ ଆମେ କେତେ ଫଳ ପାଇବା ତାକୁ ଅନେଇଲେନି ଗାଡ଼ିରେ ପେଟ୍ରୋଲ କେତେ ଅଛି କେତେ କିଲୋମିଟର ଯିବ ଦେଖିଲେନି କିନ୍ତୁ ତେଲ ତ ଅଛି ଚାଲିବା ଆଉ କଣ ଅଛି ଗାଡ଼ିରେ ପଡ଼ିକି ମାରିବା ଏଇ ହଉଛି ଆମ ଅସୁବିଧା ତେଣୁ ରାଜା ଚାଲିଲେ ପ୍ରଜାମାନେ ଯେତେବେଳେ କାନ୍ଦିଲେ ଦେଖୁନାହାନ୍ତି କେତେ ଜେଲରେ ବସିଲେ ପୁଣି ଡାକି ଅଛନ୍ତି ପଶିବେ ଟିକେ ଖାଲି ପୁଣି ଉସ୍କେଇଲେ ବସିବେ ଆହୁରି ବହୁତ ବସିବେ ପ୍ରଜା ଯେତେବେଳେ କାନ୍ଦିବେ ରାଜା ମରିବେ ନା ନାଇଁ ଏଇଭଳି ଭାବରେ ଆଜି ସଂସାରରେ ଚାଲିଛି ଗ୍ରାମକୁ ଏଇ ଦି ପଦା ମାରିକି ଅର୍ଥଟା କହିଦେବି ବିଷୟବସ୍ତୁ ପଢିବେ କହିଲେ ଗ୍ରାମ ଭୂମି ହେବ ମଡ଼ା ନବଳ ଚାଷୀ ମୁଣ୍ଡ କୋଡ଼ି ହେବେ ଗ୍ରାମ ଭୂମି ମଡ଼ା ହେବ ମଡ଼ା ଅର୍ଥ ସବ ତାଙ୍କର ଶ୍ମଶାନ ତ ଆପଣଙ୍କର ଏଠି ଅଛି କି ନାହିଁ ମୁଁ ଜାଣି ଆମ ଭୁବନେଶ୍ୱରରେ ଶ୍ମଶାନ ନାହିଁ ମନ୍ତ୍ରୀଙ୍କ ନାଁ ମୁଁ ନେବିନି ଏମଏଲଏଙ୍କ ନାଁ ନେବିନି ମଶାଣି ଗୁଡାକ ସବୁ ତାଙ୍କର ବନ୍ଧୁଆ ଧର୍ମ ନାଁରେ ଯୋଉଗୁଡାକ ଆମ ଜେଜ ଅଜା ପୁରୁଷ ମଶାଣି ସପଦା ଆମ ରାଜା ସେ ସବୁ ତାଙ୍କ ନାଁରେ ହେଇଛି ଅନ୍ୟ ପଟରେ ଦେଖିଲେ ତାଙ୍କ ନାଁ ସବୁ କାହାର ସବୁ ବାହାରୁଛି ତେଣୁ ମଶାଣି ନଗଲେ ସବୁ କୋଉଠି ପଡା ମାଲିକା କହିଦେଇଛି ଆମେ ଶ୍ମଶାନ ରହିବନି ଗ୍ରାମ ଭୂମି ହେବ ମଡ଼ା ଆଚ୍ଛା ମଶାଣି ଯେତେବେଳେ ସେ ରହୁଛନ୍ତି ସରକାର କଣ କରିବେ ସବୁ ଦାହ କରିବା ପାଇଁ ଗୋଟିଏ ଗୋଟେ ଇଲେକ୍ଟ୍ରୋନିକ୍ସ ମେସିନ୍ ଖୋଜିଦେବେ କହିବେ ସେଠିକି ନେଇ ଆସ ନହେଲେ ରୋଳା କରିବେ ପ୍ରଜାମାନେ ମଶାଣି ନାହିଁ ଗୋଡା ତ ସବୁ ହେଲେ ଗଲା ଆଉ କଣ ସେଠି ଯେତେବେଳେ ଜାଗା ନ ହବ ସେଠୁ ଆସିବ ହେଲା ତେଣୁ ଗ୍ରାମ ଭୂମି ଏବଂ ମଡ଼ା ନବଳ ଚାଷୀ ମୁଣ୍ଡ କୋଡ଼ିବେ ଚାଷୀ ମାନେ ମୁଣ୍ଡରେ ହାତ ଦେବେ ଧାନ ଚାଉଳ ଆଉ ହବନି ଆଉ ଏ ଟଙ୍କିକିଆ ଚାଉଳ କଣ ଇଏ ମେସିନ୍ ତିଆରି କରି ସେଇ ବା ଆମ ଓଡିଆ ଅସୁବିଧା ତେଣୁ ଏ ଧାନ ଚାଉଳ କୋଷ ମିଳିବନି କାହିଁକି ଆପଣମାନେ ଦେଖନ୍ତୁ ଆଗେ ଜମିଦାର ମାନେ ବସୁଥିଲେ ମୁଲିଆ ଆସୁଥିଲେ ଘରକୁ ସାରଟା ଆଜି ଖାଇବାକୁ ଲାଗି ଗୋଟେ ଚାଉଳ ଦିଅନ୍ତୁ ପ୍ରମାଣରୁ କାଢିକି ଦେଇ ଦଉଥିଲେ ଅବିକା ଯେତେବେଳେ ଧାନ ଟାଇମ ହବ ସାର ନିଜେ ଯିବ ମୁଲିଆଙ୍କ ପାଖକୁ ଆସ ଟିକେ କାମ ଅଛି ନା ଆଜି ଯାଇ ହବନି ଆଜି ଯାଇ ହବନି କାହିଁକି ଟଙ୍କି କିଆ ଚାଉଳ ବାପା ସବୁ କରିଦେଲା ଖାଇବାକୁ ରହିଲା କଣ ଆଉ କଣ ଅଛି ଖାଇବାକୁ ହେଇଗଲା ଆଉ କି କରୁଛ ତାପତ ନ ପୁରେ ଉଦର ତାପତ ୟାନ ଗାଈ ତାର ଉଦର ଯେ ପର୍ଯ୍ୟନ୍ତ ନ ପଡୁଛି ଜ୍ଞାନ କୁଆଡୁ ଆସିବ କର୍ମ କରିବା ପାଇଁ ଉଦର ପୁରିଗଲେ ଶାନ୍ତ ହେଇକି ଘରେ ବସିଛି ନଅଟା ହେଲେ ସିନା ଯାଆନ୍ତା କାମ କରିବା ପାଇଁ ଯୋଉ ଟଙ୍କିକିଆ ଚାଉଳ ସବୁ ମାଗଣା ପୁଣି ହେଇଗଲା ଆସୁଛି କୋଉଠୁ କହୁଛି କିଏ ସମୟ ଯେତେବେଳେ ଆସିବ ସେତିକି ବେଳେ ଯାଇ ଆପଣ ମାନଙ୍କ ଆଗରେ ମୁଁ ବଡ କରି କହୁନି ଆଜ୍ଞା ଗୋଟେ ହାଣ୍ଡିକ୍ୟାପ୍ଟ ଲୋକ ମୋ ଡାହାଣ ହାତ ଉଠୁଛି ସଦାବେଳେ ଦେଖୁଥିଲି ବାଁ ହାତ ଉଠୁଛି 95% 85% ମୋର ହାଣ୍ଡିକ୍ୟାପ୍ଟ କିନ୍ତୁ ଭତ୍ତା ପାଇଁ ଆପ୍ଲାଏ କଲି କାହିଁ କହିଲେ ମୋ ଗୋଡ ହାତ ଚଳୁଛି ମୁଁ 2 ପଇସା ରୋଜଗାର କରିପାରୁଛି ମୋର ଭତ୍ତା ଆବଶ୍ୟକ ନାହିଁ ମୋର ତେଣୁ ଏଇଭଳି ଭାବରେ ସଂସାରରେ ଆସିବ ଅପେକ୍ଷା କରନ୍ତୁ ଆସିଗଲାଣି ପ୍ରବେଶ କରିସାରିଲାଣି ଖାଲି ଟିକେ କୋଳାହଳ ଆଉ ଟିକେ ବାକି ଅଛି ବହୁତ ମଧୁର ଭାବରେ ହବ ହେଇନି ବୋଲି ମାନେ ନାହିଁ ନିଶ୍ଚିତ ହବ ତେଣୁ ଏ ବାପା ଇଏ ଭୀଷ୍ମ କହିଲେ ଗାନ୍ଧାରୀ ଭାଇ ଅଭିଶାପଟା ମତେ ପଡିଛି ତମର ସିନା କର୍ମଫଳ ଭୁଲ ହେଲା ବାବା ହେଲେ ମୋ କର୍ମଫଳ କଣ ଭୁଲ ଅଛି ମୋ ପୁଅ ଦୁର୍ଯ୍ୟୋଧନ କେଉଁଆଡେ ଯାଇଛି ଦୁର୍ଯ୍ୟୋଧନ କେଉଁଆଡେ ଯାଇଛି ଦୁର୍ଯ୍ୟୋଧନ ଖୋଜୁଛୁ ଆଉ ତାର ସମୟ ନାହିଁ
ତା ଅଭିନୟ ସରିଗଲା ସିଏ ବିଦାୟ ନେଇଗଲା ମଞ୍ଚରୁ ଯେମିତି ଆମ୍ଭେମାନେ ଖଣ୍ଡେ ଖଣ୍ଡେ ରଙ୍ଗୀନ ପୋଷାକ ପିନ୍ଧି ଆଜି ପାଲା ଚାଲିଛି ଆଉ ଘଣ୍ଟେ ପରେ ପରିଧାନ କରିଦେବା ପୋଷାକ ନୂତନ ପୋଷାକ ପରିଧାନ କରିଦେବା ଆଉ ଅଭିନୟ ଆମର ସରିଗଲା ସେମିତି ଦୁନିଆ ରଙ୍ଗ ମଞ୍ଚରେ ବହୁତ ଦୁର୍ଯ୍ୟୋଧନର ଅଭିନୟ ସରିଯାଇଛି ମାନେ ମେହେର ଗଙ୍ଗାଧର ମେହେର ଗୋଟିଏ ପଦ କହିଲେ କଣ କହିଲେ କହିଲେ ଚିରସ୍ଥାୟୀ ନୁହେଁ ଏ ଶରୀର ବାଦବ ଚିରସ୍ଥାୟୀ ଶରୀର ପାଦପ ପାଦପ ଅର୍ଥ ମୁଖ୍ୟ ଏ ଶରୀର ରୂପକ ମୁଖ୍ୟଟା ଏବେ ହେଲେ ଚିରସ୍ଥାୟୀ ହୋଇ ରହିବ କାହିଁକି ନା କାଳ ରୂପକ ସ୍ରୋତ ଯେତେବେଳେ ମାରି ଆସିବ ସେତେବେଳେ ଶରୀର ରୂପକ ମୁଖ୍ୟଟା ଉଠୁଇ ସେ ସ୍ରୋତରେ ଭାସି ଚାଲିଯିବ ଏ ମା ଇଏ ତ ପୁଅ ଦୁର୍ଯ୍ୟୋଧନ ସେଇ ସ୍ରୋତରେ ଆଜି ଭାସି ଯାଇଛି କହିଲା ବାବା କଣ ମୁଁ ବୁଝିପାରୁନି ମତେ ଖୋଲି କରି କୁହ ଆରେ ମା ତୋ ପୁଅ ଦୁର୍ଯ୍ୟୋଧନକୁ ମାରି ଦିଆଯାଇଛି ଉଠିଲା ମାର ହୃଦୟଟା ବାବା ମୋ ପୁଅକୁ ମାରି ଯାଇଛି କିଏ କୁହନ୍ତୁ ବାବା ମୁଁ ନିଶ୍ଚିତ ଭାବରେ ପୁତ୍ର ହତ୍ୟାର ପ୍ରତିଶୋଧ ଦେବି ମୋ ପୁତ୍ର ହତ୍ୟାର ପ୍ରତିଶୋଧ ଦେବି ମୋ ପୁଅକୁ ମାରିବାର କାରଣ କିଏ କୁହନ୍ତୁ ଭୀଷ୍ମ କହିଲେ ମା ତୋ ପୁଅକୁ ଯିଏ ମାରିଛି ଯାହା ଦ୍ୱାରା ସବୁ ହେଇଛି ମୁଁ କହିଲେ ତୁ ପୁତ୍ର ହତ୍ୟାର ପ୍ରତିଶୋଧ ଦେଇପାରୁ ନା ହଁ ନା ପାରିବୁ ନା ତା ରୂପଟା ଏଡ଼େ ସୁନ୍ଦର ରୂପ ଯିଏ ଯେତେ ପ୍ରଭାବିତ ହେଇକି ଯାଇଥାଉ ନା କାହିଁକି ତା ରୂପକୁ ଦେଖିବା କ୍ଷଣି ସେ କ୍ରୋଧଟା କେବଳ ଆପେ ଆପେ ଲିଭିଯାଏ ନା ତା ରୂପଟା କେମିତିକା କି କେମିତିକା ନା ଶୁଣିବୁ ମା ଶୁଣ ତା ରୂପଟା କେମିତି କି ଗୋଟିଏ କଥା ଏ ପୁଅ ଦେଖ ତ ସେଇ କଟକରେ ରେଭେନ୍ସା କଲେଜ ପ୍ରଫେସର ଆର୍ତ୍ତବଲ୍ଲଭ କହିଲେ ଗୋଟିଏ ଆଉ ସେ କଳା କଙ୍କଦଳା ମଙ୍ଗଳ ମର୍ଦ୍ଦତ ଇନ୍ଦ୍ର ନୀଳମଣି ଘନ ତାହେଲେ ସେ ସବୁ ପୁରୁଣା ହେଲେ ସବୁ ମଧ୍ୟରେ ପାଲା ପାଲା ଗାଉଛନ୍ତି ସେ କହୁଛନ୍ତି ଭୀଷ୍ମ ତା ରୂପଟା କେମିତିକା ଦେଖେ ମା କେମିତିକା ରୂପ କି ସୁନ୍ଦର ଛୋଟ কি সুন্দর নেত্র ছোটা মন মিন বহরিষি কন্তা প্রিয় শরীরে শক্তি কি করে মা তার রূপটা এত সুন্দর হয়েছে
ସେ ଯୋଉ ନେତ୍ର ଦୁଇଟା ଏଡେ ଛୋଟା ନେତ୍ର ହେଇଛି ନା ନାଇଁ ଆପଣ ମାନେ ଦେଖିବେ ମହାକୁମ୍ଭରେ ମୋନାଲିସାର ଆଖିକି ଦେଖିକି ଯାହା ହେଲା ଏ ସଂସାର ସେ କୋଉଠି ଥିଲା କୋଉଠି ନେଇ ରଖିଲେ ତାକୁ ସେଇଭଳି ଭାବରେ ତାର ରୂପଟା ତା ଚକ୍ଷୁ ଦିଟା ତା ଆଖି ଦିଟା ଏଡେ ସୁନ୍ଦର ଛୋଟା ଆଖି ହେଇଛି ଗୋଟିଏ ସତୀ ନାରୀ ଥରୁଟିଏ ଯଦି ତା ପଲକ ସହିତ ଆଖିର ପଲକ ସହିତ ୟା ପଲକ ପକାଇ ଦିଏ ସେ ଯେତେ ବଡ ସତୀ ନାରୀ ହେଲେ ତା ସତୀତ୍ୱ ସାଙ୍ଗେ ସାଙ୍ଗେ ନଷ୍ଟ ହୋଇଯାଏ ଚୁପା ମନ ବିନ ବନିଶି କଣ୍ଟା ମାଛଟିଏ ଶିକାର କରିବା ପାଇଁ ଶିକାରୀ ଯାଉଛି ବନିଶିରେ କଣ୍ଟାରେ କିଛି ଖାଦ୍ୟ ପକଉଛି ମାଛ ଜାଣୁଛି ସେ ଇଏ ଶିକାରୀ ପକେଇଲା ମତେ ନବା ପାଇଁ ତଥାପି ସେ କଣ କରୁଛି ସେମିତି ସେ ଯେଡେ ଯିଏ ସତୀ ନାରୀ ହେଇଥାଉ ସେ ନିଶ୍ଚିତ ଭାବରେ ଘରଟିଏ ସେ ଚାହିଁଛି ମାନେ ମାଛ ଭଳିଆ ସେ କଣ୍ଟାରେ ପଡିବ ସତୀ କଥା କହିଲେ ସତୀ କହିଲେ ସେ ସତୀ ସତୀ ହଉଛି ତେଣୁ ଆଉ କେମିତି ରୂପ ହଲୁଛି ମୟୁର ଚୂଳା ହଲି ଯାଉଅଛି କଦମ୍ବ ଡାଳ ସେ ଯେତେବେଳେ ଚାଲୁଛି ତା ଚାଲିବାର ତାଳକୁ ତାଳ ନେଇ ସେ ମୟୂର ଚନ୍ଦ୍ରିକାଟା ହଲୁଛି ମୟୂର ଚନ୍ଦ୍ରିକା ହଲିବାକୁ ଦେଖି ଯମୁନାର ଜୁଆର ଆପେ ଆପେ ବା ତରଙ୍ଗ ସୃଷ୍ଟି ବା ଢେଉ ସୃଷ୍ଟି କରୁଛି ଯମୁନାର ତରଙ୍ଗକୁ ଦେଖି ଏ କଦମ୍ବର ଡାଳ ଗୁଡାକ ଆପେ ଆପେ ହଲୁଛି ଯେଉଁ ଡାଳ ହଲିବା ଦ୍ୱାରା ଏ ଧରାକୁ ପବନ ଯୋଗାଉଛି ନାଇଁ ନା ସେ କିଏ ମୁଁ ଭଲ ଭାବରେ ବୁଝିପାରୁନି ତା ନାଁଟା କଣ ତା ନାଁଟା ହଉଛି ସେଇ କୃଷ୍ଣରେ ମୁଁ ନିଶ୍ଚିନ୍ତ ଭାବରେ ତାର ପ୍ରତିଶୋଧ ନେବି ପ୍ରତିଶୋଧ ନେବା କଥା ହିଁ ମୁଁ ନେବି ସେ ବର୍ତ୍ତମାନ କୋଉଠି ଅଛି ନା ମା ଦେଖ ତୁ ଗଲେ ତା ପାଖକୁ ଗଲେ ପ୍ରତିଶୋଧ ପାଇବୁ ନବୁନି ମୁଁ ତତେ ଏତେ ପ୍ରକାର ବୁଝେଇବି ତା ପାଖକୁ ନ ଯାଇ ବର୍ତ୍ତମାନ ତା ବଡ ଭାଇକୁ ଜଣେଇବୁ ଦୁଃଖ ଜଣେଇ ସତ୍ୟ କରାଇବୁ ଆଉ ଦେଖିବୁ ସେ ନିଶ୍ଚିତ ଭାବରେ ଦଣ୍ଡ ଦେବୁ କିନ୍ତୁ ତୁ ପ୍ରମାଣଟି ରଖିତା ଚୋରି ନା ଠିକ ଅଛି ସେ ବର୍ତ୍ତମାନ କୋଉଠି ଅଛି ଗୋଟିଏ ପଦ ସେତେବେଳେ କୋଉଠି ଅଛନ୍ତି କୃଷ୍ଣ ବଳରାମ ମଝିରେ ସମୁଦ୍ର ଟୁକୁ ଭାବି ସଙ୍ଗେ କାଞ୍ଚନ ଭବାସ କାନ୍ଦ ମୁଖ୍ୟ ହରିବା ସେତେବେଳେ କୃଷ୍ଣ ବଳରାମ ଯାଇ ସମୁଦ୍ର ଭିତରେ ଗୋଟିଏ ଦ୍ୱାରିକାପୁର ନିର୍ମାଣ କରିଥିଲେ ସମୁଦ୍ର ଭିତରେ ସମୁଦ୍ର ଭିତରେ କାହିଁକି ଦ୍ୱାରିକାପୁର କଲେ କଣ ପାଇଁ ସମାନ କଥା ସମୁଦ୍ର ଭିତରେ ପୁଣି ଦ୍ୱାରିକାପୁର କାହିଁ କଲେ କଣ ପାଇଁ କଲେ ଜରାସନ୍ଧ ସହିତ କୃଷ୍ଣ ବଳରାମଙ୍କର ଯୁଦ୍ଧ ଲାଗେ 21 ଥର ଜରାସନ୍ଧ ପରାସ୍ତ କରାଇଲା କୃଷ୍ଣ ବଳରାମ
କୁଆଡେ ଗଲେ କୃଷ୍ଣ ବଳରାମ ଗୋଡେଇ ଗୋଡେଇ ପିଟିଲା ଜରାସନ୍ଧ। ବଳରାମ କହିଲେ ରେ କହ୍ନେଇ ଭାଇ ଏ ଜରାସନ୍ଧ ତା ମାରିଦେବରେ ଆମକୁ ଯିବୁନୁ। ଇଏ କଣ ମରିବନି ଆମେ କୋଉଠି ଲୁଚିଲେ ଆଉ କୋଉଠି ଲୁଚିଲେ ଗୋଡେଇ ଗୋଡେଇ ପିଟୁଛି ଖାଲି ଛକା ମାରୁଛି। ନା ଭାଇ ଦଣ୍ଡେ ନିମିଷ ଥିଲେ ପ୍ରାଣ ଲନେଇ ପାରେ ଦଣ୍ଡେ ନିମିଷ ଯଦି ପ୍ରାଣ ଅଛି ତାକୁ ଯନ୍ତ୍ରଣା ନେଇପାରିବେ ତାର ମରିବା ସମୟ ହେଇନି। ଗୋଟିଏ ବାଟ ଅଛି ଆମେ ବଞ୍ଚିବାର ନା କଣ ନା ପ୍ରଧାନମନ୍ତ୍ରୀ କୁଆଡେ ଯିବା ନା ସମୁଦ୍ର ଗର୍ଭକୁ ଅଭିଶପ୍ତ ଜୀବନ ତାର ମୂର୍ଧନା ଫାଟିଯିବ ସମୁଦ୍ର ଭିତରେ ପ୍ରବେଶ କରେ। ତେଣୁ ଆମେ ସେ ଭିତରେ ରହିଲେ ସେ ଜୀବନି ତା ମରିବା ସମୟ ହେଲେ ଆସିକି ମାରିବା। ତେଣୁ ଯାଇକି ଜଣେ ଭିତରେ ଦ୍ୱାରିକା କଲେ ଭାଗବତ କହିଲେନି ଜଣେ ଦ୍ୱାର ଗୋଟିଏ ଜଳ ଦ୍ୱାରିକା ଗୋଟିଏ ଭେଟ ଦ୍ୱାରିକା ଗୋଟିଏ ଦ୍ୱାରିକା ଗୋଟିଏ ନାଟ ଦ୍ୱାରିକା ହେଉଛି ଚାରି ଦ୍ୱାରକା ଦ୍ୱାରକା ହେଲା ଚାରି। ଜଳ ଦ୍ୱାରିକାରେ ଅଛନ୍ତି ଗାନ୍ଧାରୀ କହିଲା ଠିକ ଅଛି ମୁଁ ଚାଲିଲି ଜଳ ଦ୍ୱାରିକାକୁ ନାଇଁ ଆଜ୍ଞା କାନ୍ଦି କାନ୍ଦି ଗାନ୍ଧାରୀ ଯେ ତୁ ଚଳି ନିକଟରେ ପହଞ୍ଚିଗଲା କେନା ଗାନ୍ଧାରୀ ଯେତେବେଳେ ଦ୍ୱାରୀ ନିକଟରେ ପହଞ୍ଚି ଯାଇଛି ପଚାରୁଛି ଦ୍ୱାରିକି ଆଲାମ ନାହିଁ କୁଆଡେ ପକେଇବୁ ମୋର ପଢା କଣ ଆଚ୍ଛା ତୁ କୁଆଡେ ବାହାରେ ତୁ କଣ କରୁଛୁ ମୁଁ ରାଜାକୁ ଦେଖା କରିବା ପାଇଁ ଆସିଛି। ତୁ କିଏ କି ତୋ ନାଁ କଣ ତୋ ଘର କୋଉଠି ତୁ ଆସିଛୁ କାହିଁକି କଣ ପାଇଁ କହିବି ମୁଁ ରାଜାକୁ ପରିଚୟ ଦେଲା ଆଜି କହିଲା ମୁଁ ହେଉଛି ତମ ରାଜା ବଳରାମଙ୍କର ପିଉସୀମା ଗାନ୍ଧାରୀ ସମତି ପଡ଼ିଲା କରି ଦ୍ୱାର ଖୋଲି ଯାଇଛି ପ୍ରବେଶ କରିଛି ଗାନ୍ଧାରୀ ଆଜି ବଳରାମଙ୍କ ନିକଟକୁ ବଳରାମଙ୍କ ନିକଟକୁ ଗଲା ନା ନାଇଁ ବଳରାମ ଦେଖିଦେଲେ ଦ୍ୱାରରୁ ମହାପୁରୁଷୀ ଗାନ୍ଧାରୀ କାନ୍ଦି କାନ୍ଦି ଆସୁଛନ୍ତି ମନ ଭିତରେ ଚିନ୍ତା କଲେ 100 ସନ୍ତାନ ଯୋଉ ମାର ଆଖି ଆଗରେ ଚାଲି ଯାଇଛନ୍ତି ସେ ମା କଣ କେବେ ଖୁସି ହବ ଆଉ ମୁଁ ମୋ ମାକୁ ଆଶ୍ୱାସନା ଦେବି ମୋ ମାକୁ ଖୁସି ଦେବି ମୋ ମାକୁ ଠାରେ ରଖିବି କିଛି ଦିନ ପରେ ଛାଡ଼ିବି। ବଳରାମ ଏଇ ଭାବକୁ ନେଇ ଯେତେବେଳେ ଗାନ୍ଧାରୀ ନିକଟକୁ ପହଞ୍ଚିଗଲା ଆଜି ପ୍ରଣାମ ଜଣାଇବା ପାଇଁ ପ୍ରଣାମ କରିବା ଖେଳି ଦୂରକୁ ଚାଲିଗଲେ ଗାନ୍ଧାରୀ ରହ ବଳରାମ ମୁଁ ଆସିଛି ପ୍ରଜା ହିସାବ ତୁ ରାଜା ମୁଁ ହେଉଛି ପ୍ରଜା ଗୋଟେ ନ୍ୟାୟ ମାଗିବା ପାଇଁ ଆସିଛି ତୁ ମତେ ଦେଇପାରିବୁ ଯଦି ଦେଇପାରିବୁ ସତ୍ୟ କର ଯଦି ତୁ ନ୍ୟାୟ ଦେବୁ ସତ୍ୟ କର ସତ୍ୟ କଲେ ମୁଁ ଯାଇକି ତୋତେ ନ୍ୟାୟ ମାଗିବି ଏଇଠି ଆଜ୍ଞା ସତ୍ୟ କଲେ ବଳରାମ ସତ୍ୟ କଲେ କଲେ ମା ଯାହା କହିବ ଯୋଉ ନ୍ୟାୟ ମାଗିବ ସେ ନ୍ୟାୟର ନିବାସ ମୁଁ କରିବି କଣ ହଉଛି କୁହ ଶୁଣିବୁ ହେଲେ ମା ମରିଗଲେ ପିଉସୀ ସତ୍ୟ କରିଛୁ ମୋ ବଂଶ ଯିଏ ଉଡ଼ାଇଛି ତାର ମୃତ୍ୟୁଦଣ୍ଡ ମତେ ଆବଶ୍ୟକ ତୋ ସାନ ଭାଇ କୃଷ୍ଣ ମୋ ବଂଶଟାକୁ ଉଡ଼ାଇ ଦେଲା ମହାଭାରତ ଯୁଦ୍ଧରେ ସେ ଅସ୍ତ୍ର ଧରିବନି ବର୍ଷ କେମିତି ବୁଡେଇଲା ପ୍ରମାଣ ଦେବ ମୁଁ ତ ଏ ଘର କଥା ବୋଲି ଘରେ ବିଚାର କରିବି
ପ୍ରଜାବତ୍ସଳ ରାଜା ପ୍ରଜାଙ୍କୁ ରଙ୍ଗନ ପାଇଁ ହେଲେ ଆବଶ୍ୟକ ହେବ କହିଛନ୍ତି ବଳରାମ ପ୍ରାଣ ଦେଇ ପୂର୍ଣ୍ଣ କରିଦେବି ସମସ୍ତଙ୍କର ମନବାଞ୍ଛାକୁ ମୁଁ ତେଣୁ ମୁଁ ପ୍ରଜାବତ୍ସଳ ରାଜା ମା ପ୍ରଜାମାନଙ୍କୁ ଡାକିବି ରାଜସଭା ବସିବ ସଦସ୍ୟମାନେ ବସିବ ବିଚାର ହେବ ବିଚାରରେ ଯେତେବେଳେ ତୁ ସାକ୍ଷ୍ୟ ଯୋଗାଇ ଦେଇ ବସି କରିପାରିବୁ କୃଷ୍ଣଙ୍କୁ ମୁଁ ନିଶ୍ଚିତ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବି ଯାହାର ବର୍ଷ ଜଣେ ପୁରେଇ ଦେଇଛି 100 ତାକୁ ଫାଶୀ ଦରକାର ନାହିଁ ଫାଶୀ ଦିଆ ହବ ନା ତେଣୁ ମା ତମେ ସେଠି ବସ ଗାନ୍ଧାରୀ ଆଜ୍ଞା ବସିଲେ ବିଚାର ହେବ ରାଜ୍ୟସଭା ଡାକା ହେଲେ ବିଚାର ହବ ଗାନ୍ଧାରୀ ବସିଛନ୍ତି ଆଜ୍ଞା ଏ ସମୟ କାନ୍ଦି କାନ୍ଦି ଆଉ ଏକ ନାରୀ ଆଉ ଗୋଟିଏ ନାରୀ କାନ୍ଦି କାନ୍ଦି ଆସିଲା ସିଏ ହେଉଛି ଦୁଇ ଭାଇଙ୍କର ଅଲିଗାଳି ଭଉଣୀ ସୁଭଦ୍ରା ସାବଧାନ ହୁସିଆର ସାବଧାନ ହୁସିଆର ପଥ ଛାଡ଼ି ଦିଅ ପଥ ଛାଡ଼ି ଦିଅ ଆଜି କଣ ଖାଲି ସ୍ତ୍ରୀ ଲୋକ ଗୁଡାକ ଛାଡ଼ି ଦିଅ ତୁମେ କାହିଁକି ବାଟ ଜଗିଛ ପଥ ଛାଡ଼ି ଦିଅ ମତେ ଚିଲା ଚିଲା ଲାଗୁଛି ଚିଲା ଚିଲା ଲାଗୁଛି ତୋ ନାଁ କଣ କହିଲୁ ମୋ ନାଁ ସୁଭଦ୍ରା କି ଆମ ସୁଭଦ୍ରା କାଳେ ଭାଇଙ୍କ ସାଙ୍ଗରେ ରହିଛ ତୋର ତ ପାସ୍ ଅଛି ଆଉ ସୁଭଦ୍ରା ଆଜ୍ଞା ଯାଇ ପହଞ୍ଚିଗଲେ ବଡ ଭାଇ ନିକଟରେ ବଡ ଭାଇକୁ ପ୍ରଣାମଟା କଲେ ବଡ ଭାଇ କହିଲେ ସୁଭରେ କାହିଁ କାନ୍ଦୁଛୁ କଲେଇ କଣ ଦୋଳ ଭାର ନେଇକି ଯାଇନି ସୁଭଦ୍ରା କହିଲା ଭାଇ ମୁଁ ଆଜି ଭଉଣୀ ହିସାବରେ ଆସିନି ମୁଁ ପ୍ରଜା ହିସାବରେ ଆସିଛି ଆପଣଙ୍କୁ ରାଜା ହିସାବରେ ଗୋଟିଏ ବିଚାର ମାଗିବି ନ୍ୟାୟ ମାଗିବି ସେ ନ୍ୟାୟ ଯଦି ମତେ ଉପଯୁକ୍ତ ନ୍ୟାୟ ଆପଣ ଦିଅନ୍ତି ତାହେଲେ ନିଶ୍ଚିତ ଭାବରେ ମୁଁ ଆଜି ଖୁସି ଲାଭ କରିବି ନା ମା ତୋର କଣ ହେଇଛି କହନା ସତ୍ୟ କର ସତ୍ୟ କର ମୁଁ ନ୍ୟାୟ ମାଗିବି ବଳରାମ ପ୍ରଭୁ ସତ୍ୟ କଲେ ସୁଭଦ୍ରା ମାଗିଲା କହିଲା ଭାଇ ଭାଇ ଭଉଣୀଙ୍କ ସମ୍ପର୍କ ସାନ ଭାଇ ହସ୍ତରେ କଣ ଏଇଥିପାଇଁ କି ରାକ୍ଷୀ ବାନ୍ଧିଲେ ଭଉଣୀର ସମସ୍ତ ବିପଦରୁ ଉଦ୍ଧାର କରନ୍ତି ଭାଇ ହେଲେ ମୋ ପୁଅ ଅଭିମନ୍ୟୁଟା 12 ବର୍ଷ ହେଇଥାଏ କଣ ଦୋଷ ସେ କରିଛି କଣ ସେ ଦୋଷ କରିଥିଲା ହେଲେ ମାମୁଁ ହୋଇ ଭଣଜା ଅଭିମନ୍ୟୁକୁ ସାନ ଭାଇ କୃଷ୍ଣ ମାରି ଦେଇଛନ୍ତି ମତେ ଉପଯୁକ୍ତ ନ୍ୟାୟ ଦରକାର ବଳରାମ ମହାପ୍ରଭୁ କହିଲେ ବସିବ ନା ବିଚାର ହବା ସଭା ସଦସ୍ୟ ମାନେ ଆସିଲେ ରାଜ୍ୟସଭା ବସିବ ବିଚାର ହବ ବସ୍ ଋଷି ଗାନ୍ଧାରୀ ପାଖରେ ସୁଭଦ୍ରା ସାନ ଭଉଣୀ ବସିଲା ବିଚାର ହେବ ସଦସ୍ୟ ମାନେ ଆସିଲେ ରାଜ୍ୟସଭାରେ ବିଚାର ହବ ବାପା ଏ ସମୟ କାନ୍ଦି କାନ୍ଦି ଆଉ ଏକ ଭାଇ मत टे गंजे निशा खाई मत टे
ହେଇଗଲା କୋନ ଛାଡେ ତୁ କିଏ କଣ କିଏ କଣ ଗୋଟିଏ ହେଲେ କଣ ଏ ମତେ କଣ ଘୁଟି ଘୁଟି ଯାଉଥିବ ମତେ କଣ ସହିଦବ ଟିକେ ରେଷ୍ଟ ଦବନି ମୋର ମହାରାଜାଙ୍କ ସାଙ୍ଗରେ କଥା ତମର କଥାବାର୍ତ୍ତା ନା ଭର୍ତ୍ତା ଅଛି ଆଚ୍ଛା ତମ ନାଁ କଣ ମୋ ନା ତମେ କାହିଁକି ଆସିଛ ମୁଁ ତମେ କାହିଁକି ତମ ଘର କୋଉଠି ମୋ ଘର ଏଇଠି ଏଇଠି ହଁ ମୁଁ ମହାରାଜାଙ୍କୁ ଦେଖା କରି ମୋର ମହାରାଜାଙ୍କ ସାଙ୍ଗରେ ଅଭିଯୋଗ କରୁଛି ନା ତମେ ଗୋଟେ ଚୋରି ହେଇଥାଉ ଜଣା ପଡୁଛି ଆଉ ମୁହଁକୁ ବୁଲଉଛ କାହିଁକି ମୋ ଘର ମତେ ଦେଖଉନ ପ୍ରାଞ୍ଜଳ ଭାବରେ ଦେଖିବି ଶେଷରେ ପରିଚୟ ଦେଲା ଦ୍ୱାରିକି ମୁଁ ଭୀମର ପ୍ରାଣବାନ ଧରିଦେଲା ଆଉ କାନ୍ଦ ନଥିଲା ଇଏ ଜବରଦସ୍ତ ଦେଲାବେଳେ ନିତାଇ ପହଞ୍ଚି ଯାଇଛି ବଳରାମ ରାଜାଙ୍କ ନିକଟରେ କାନ୍ଦ ତୁ କାନ୍ଦ ତୁ ହଜବ ଇଏ ଲୁହକୁ ବଦଳରେ ଶିକାର କାହିଁ କାନ୍ଦୁଛୁ କାଇଁ କାନ୍ଦୁଛି ହଁ ଜାଣିନ କାଇଁ ବନ୍ଦ କର କାନ୍ଦୁ କାନ୍ଦ ବନ୍ଦ ହବ ଯେ ମୁଁ ଧରିବା କାନ୍ଦ ବନ୍ଦ କର କଣ ହେଇଛି କିଏ ମୁଁ କିଏ ନା କାନ୍ଦୁ କଣ ହେଇଛି କଣ ଆସିଛୁ ଜାଣିନ ମହାରାଜ ମୁଁ କହିଦେଲେ ଆପଣଙ୍କ ସତ୍ୟ କରୁ ତାପରେ କହିବି ବେଲାବାଳି କହିଲା ମହାରାଜ ଆପଣ ସତ୍ୟ କରନ୍ତୁ ମତେ ବିଚାର ଦରକାର ନ୍ୟାୟ ଦରକାର ନା ନ୍ୟାୟ ପାଇବ ନିଶ୍ଚିତ ମୁଁ ନ୍ୟାୟ ଦେବି କୁହ ବଳରାମ ମହାପ୍ରଭୁଙ୍କୁ ସତ୍ୟ କରେଇଲା ବେଲାବାଳି ସତ୍ୟ କଲେ ବଳରାମ କହିଲେ ଆଦିତ୍ୟ ଚନ୍ଦ୍ର ବଳରାମ ସତ୍ୟ କରିଦେଲେ କଲା ପରେ ବେଲାବଳି କହିଲା ମୁଁ ହେଉଛି ଭୀମଙ୍କର ପ୍ରାଣବାନ୍ଧବୀ ବେଲାବଳି ମୋର ପୁଅ ହେଉଛି ବେଲାଳ ସେନ 12 ବର୍ଷର ପୁଅ ମୋର ଆସିଥିଲା ଯୁଦ୍ଧକୁ କୌରବମାନଙ୍କର ଅଧିକ ସୈନ୍ୟ ପାଣ୍ଡବମାନଙ୍କର ସପକ୍ଷରେ ଯୁଦ୍ଧ କରିବା ପାଇଁ ହେଲେ ରାଜା ଆପଣଙ୍କର ସାନ ଭାଇ କୃଷ୍ଣ ମୋ ବେଲାଳ ସେନକୁ ମାରି ଯାଇଛି ଯେଉଁଭଳି ଭାବରେ ଗୋଟିଏ ମାଙ୍କଡ଼ ରୂପକୁ ସେ ଛଡ଼େଇ ନେଲା ସେ କୃଷ୍ଣର ମୃତ୍ୟୁଦଣ୍ଡ ମତେ ଆବଶ୍ୟକ ବଳରାମ କହିଲେ ମା ବସ ସେଠି ରାଜସଭା ସଦସ୍ୟ ଆସିଲେ ବିଚାର ନିଶ୍ଚିତ ମୁଁ ତୁମକୁ ଦେବି ଢେଙ୍ଗୁରାମଲାକୁ ଡକାଇ ଦିଆଗଲା ଢେଙ୍ଗୁରାମଲାକୁ କୁହାଗଲା ଯାଅ ଢେଙ୍ଗୁରା ଦେବ ବଳରାମ ମହାପ୍ରଭୁ କହିଲେ ହେ ଢେଙ୍ଗୁରାମଲା ଢେଙ୍ଗୁରା ଦେବ ରାଜସଭାର ସମସ୍ତ ସଦସ୍ୟ ଯେମିତି ଉପସ୍ଥିତ ରହିବେ ମୋ ଘର ବିଚାର ହେଉଛି କୌଣସି ସଦସ୍ୟ ଯେମିତି ବାକି ନ ରୁହନ୍ତି ଆଉ ଯେଉଁ ସଦସ୍ୟ ନ ଆସିବେ ମିଛରେ ଧମକ ଦେଇଦେବୁ ତାକୁ ତତ୍ପର କୁଣ୍ଡରେ ପକାଇ ଦିଆଯିବ ତାହେଲେ ସମସ୍ତ ସଦସ୍ୟ ଆସିବେ ବିଚାର ହେବ ବିଚାରରେ ଯଦି ମୋ ସାନ ଭାଇର ଦୋଷ ବାହାରେ କୃଷ୍ଣର ଯଦି ଭୁଲ ବାହାରେ ମତେ ମୃତ୍ୟୁଦଣ୍ଡ ଦେବା ପାଇଁ ନିଶ୍ଚିତ ବାଧ୍ୟ ମୁଁ ତେଣୁ ମନ ଦୁଃଖରେ ବସିଛନ୍ତି ବଳରାମ ପଠେଇଦେଲେ ଦୂତକୁ ପଠେଇଦେଲେ ଏଗୁଡ଼ା ଦଳକୁ ଗଲା ଜାଣିଛୁ ଏଇଟା କୋଉ ରାଜ୍ୟ ଏଇଟା ହଁ ରାଜ୍ୟ ତ କୋଉ ରାଜ୍ୟ ପୁଣି ଦ୍ୱାରିକା ପୁର ତ କୋଉ ରାଜ୍ୟ ଜାଣିବା ଦାଦା ମୁଁ କହିବି ମୁଁ ବାড়ি ତମେ କହିବ ମୁଁ ବାড়ି ତମେ କହିବ ତୁ କହିଲେ ଲୋକ ଜମିଲେ ମୁଁ କହିବି ନା ଆମ କାଠ ବାଡ଼ି ମୁଁ କହିବି କାହିଁକି ମହାରାଜ ଦେବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହିଳା ସୁଭଦ୍ରା ପରିବାର କହିଲେ
ପହଞ୍ଚିବ। ହେଇ କାଇଁ ନାଇଁ କି ମୁଁ ବାକି ହଟ୍। ପୁରା ତାଳ ପଇଲା ଏଇଟା କୁହାହେଲା ରାଜ୍ୟସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ସଦସ୍ୟମାନେ ଯାଇ ପହଞ୍ଚିବେ। ଯେଉଁ ସଦସ୍ୟ ନ ଯିବେ ରାଜା ଘୋଷଣା କରିଛନ୍ତି ତାକୁ ତପ୍ତ ତୈଳ କୁଣ୍ଡରେ ପକାଇ ଦିଆଯିବ। ଏଇଟା ଶୁଣରେ ଶୁଣ 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 ରାଜ୍ୟର ସମସ୍ତ ପ୍ରଜାବାସୀ ମାନେ ଶୁଣ। ଆସନ୍ତା ପ୍ରଭାତରେ ରାଜସଭାରେ ଗୋଟେ ଜରୁରୀକାଳୀନ ବୈଠକ ଅଛି। ସମସ୍ତେ ନିର୍ଦ୍ଧାରିତ ସମୟରେ ପହଞ୍ଚିବ। ଯଦି କୌଣସି ବ୍ୟକ୍ତି ନ ପହଞ୍ଚି ପାରିଲ କୌଣସି ମତେ ତାକୁ ରାଜାଙ୍କର ମହା ଆଦେଶ ତପ୍ତ ତୈଳ କୁଣ୍ଡରେ ପକାଇ ମାଛ ଛାଣିଲା ଭଳି ଆମେ ଛାଣିବୁ। ବକ୍ସ ବସ କାଇଁ ସାଥ ଦେନି ବକ୍ସ ଆଜ୍ଞା ବସ ବସ ଢେଙ୍ଗୁରା ମନା ଆଜ୍ଞା ଢେଙ୍ଗୁରା ଦେଇଦେଲା। ଢେଙ୍ଗୁରା ଦେଇ ଚାଲି ଆସିଲା। ଆଜ୍ଞା କିନ୍ତୁ କିନ୍ତୁ ସନ୍ଧ୍ୟା ସମୟ ଆସିଗଲା। ଆରେ ସନ୍ଧ୍ୟା କେତେରେ ସା ସନ୍ଧ୍ୟାରୁ ଅଛି ନାଇଁ ଯେ ସନ୍ଧ୍ୟା ନାହିଁ। 3 ମାସ ହେଲା ସନ୍ଧ୍ୟା ଗଲାଣି 3 ମାସ ହେଲାଣି ସନ୍ଧ୍ୟା ଗଲାଣି। ତେଣୁ ଆପଣଙ୍କ ସାଙ୍ଗରେ ବାଲାକୁ ଆସେ ଯେତେବେଳେ ଯୋଉ ଦିନ ଫ୍ରି ମିଳେ ମୁଁ ଗାଁକୁ ଯାଏ ସିଏ ପୋଖରୀ ମୂଳରୁ ଆସେ ସ୍ନାନ ସାରିବା ପାଇଁ ମୋତେ ସେଇଠି ଭେଟ ହେଇ ତାରପର ଦେଖାଇକି ଦୀପଟ କଥାବାର୍ତ୍ତା ହଉ ସନ୍ଧ୍ୟା ସାଙ୍ଗରେ ତୁ ଭେଟ ହେଇ କଥାବାର୍ତ୍ତା ହଉ। ଆଜ୍ଞା କୋଉ ସନ୍ଧ୍ୟା କି ଅଛି? ଆମ ଗାଁ ହରିଆ ଯୁଅ ତାଙ୍କର ତ ହରମ ଶାଳି ହବ ବସ 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 ସନ୍ଧ୍ୟା ଆଜ୍ଞା ଗୋଟିଏ ପଦ ଦଉଛି ଚତୁଷ୍ପଦୀ। ଆଉ ଅଧିକା ଦେବିନି। ନା ଗୋଟିଏ ଗୋଟିଏ ପଦ ଦେଇକି ଯିବି। ଆଜ୍ଞା ସନ୍ଧ୍ୟା କେମିତି ପ୍ରବେଶ କଲା? ଲେଖକ କିଏ? ଆଜ୍ଞା ଲେଖକ ହେଲେ ମୋର ପୂଜ୍ୟସ୍ପଦ ଗୁରୁ ନୟାଗଡ଼ ଅଇଲପଡ଼ା ନିବାସୀ ଲକ୍ଷ୍ମୀଧର ମହାମନ୍ତରା। ଗୋଟିଏ ପଦ ଚତୁଷ୍ପଦୀ ଲେଖିଲେ ସନ୍ଧ୍ୟା କେମିତି ସନ୍ଧ୍ୟାର ଆଗମନୀ ବାର୍ତ୍ତା କଣ କହିଲି? ହେଲେ ମୁଣିଲାଣି ପଶ୍ଚିମ ଆକାଶରେ ଯେତେବେଳେ ସୂର୍ଯ୍ୟ ଦେବତା ବୁଲିବା ପାଇଁ ଗଲେ ପକ୍ଷୀମାନେ ଖେଳ ସାରି ଯେଧା କର୍ମରେ ଲିପ୍ତ ଥିଲେ ସବୁ ତ୍ୟାଗ କରି ନିଜ ନିଜର ନୀଳ କହିଲେ ବର୍ଷାକୁ ଫେରିଲେ। ସନ୍ଧ୍ୟା ଗଲା। ସନ୍ଧ୍ୟା ପରେ କଣ ଆସିବ? ପ୍ରଭାତ କହିବା। ରାତି ଆସିବ ମୁଁ ଜାଣିଛି ତାର ପ୍ରଭାତ କହିବୁ ହଉ ସନ୍ଧ୍ୟା ପରେ ବାପା ରାତ୍ରର ଆଗମନୀ ବାର୍ତ୍ତା। ମୋ ଭାଇ କହୁଥିଲେ ଅଳଙ୍କାର ଜଗନ୍ନାଥ ଅଳଙ୍କାର ଆଗେ ନାଚୁଛୁ ମତେ କିଛି କହିବେନି। ନା ରାତ୍ର କେମିତି ଆସିଲା? କେମିତି ଆସିଲା? ଗୋଟିଏ ଆଜ୍ଞା ଆଜ୍ଞା କେମିତି ରାତ୍ର ଆସିଲା? କେମିତି ଏ ନରସିଂହପୁରିଆଙ୍କର ସ୍ୱର ହଁ ବଡ ମା ଆଜ୍ଞା ହଁ କେମିତି କେମିତି ରାତ୍ର କେମିତି ଆସିଲା? କେମିତି ଆସିଲା? ଆରେ ଠିଆ यारे भाग पोटिया भाग पोटिया रे गाड़ी कर देख चल आए हम मोरा टेस्ट करना हां हां କେମିତି ଆସିଲା ରାତ୍ର? केमिति आसला के बुआ ଆରେ ନଗର ଗ୍ରାମ ରୁଦ୍ଧ ହୋଇ ଗଲା रे
କବାଟ ବନ୍ଦ ହୋଇଗଲା। ରାତିରେ ଆସିଲା ସନ୍ଧ୍ୟା ପରେ ରାତି ତାପରେ ପ୍ରଭାତ ଆଜ୍ଞା ନା ନା ଆଇଲେ ସକାଳ ରାତ୍ର ପରେ ଆଜ୍ଞା ଗୋଟିଏ ମୁହୂର୍ତ୍ତ ଆସେ ବ୍ରାହ୍ମୀ ମୁହୂର୍ତ୍ତ ରାତି ପାହି ନାହିଁ ନା ସକାଳ ହେଇନାହିଁ ଗୋଟେ ବ୍ରାହ୍ମୀ ମୁହୂର୍ତ୍ତ ଆସେ ସେ ସମୟଟା କେତେବେଳେ କେମିତି ସେଇଟା ଆସେ କବି ହେଲେ ନରେନ୍ଦ୍ର କୁମାର ଆଡ଼େ କଣ କହିଲେ ଗୋଟିଏ ପଦ ଭିରାଏ ପ୍ରଦୀପ ହବତି ନୀଳ ଦିନମଣିଙ୍କର ଆଗମନୀ ବାର୍ତ୍ତା ଅଭାତ ହେଇ ରାତି ପାହି ଆଗମନୀ ବାର୍ତ୍ତା କେମିତି ନା ପୂର୍ବ ଆକାଶରେ ସୂର୍ଯ୍ୟ ଦେବତା ରୂପକ ଏକ ରାଜା ମୁକୁଟକୁ ପରିଧାନ କରି ସୁନେଲି ମୁକୁଟକୁ ପରିଧାନ କରି ସତେ ଯେପରି ବସି ଯାଇଥିଲେ ଉଠୁଛନ୍ତି ମୁକୁଟର ଅଗ୍ରଭାଗ ଦେଖାଯାଉଛି ଲାଲ କଲର ହୋଇଛି ସେ ଗୋଟାକ ହେଉଛି ବ୍ରାହ୍ମଣ ମୁହୂର୍ତ୍ତ ସୂର୍ଯ୍ୟ ଦେବତା ଉପରକୁ ଉଠି ନାହାନ୍ତି କିନ୍ତୁ ବର୍ଣ୍ଣ କଲର ସବୁ ଚେଞ୍ଜ ହୋଇଗଲାଣି ସୁନେଲି କଲର ପୂର୍ବ ଆକାଶରେ ଦେଖାଗଲାଣି ଏଟା ହେଲା ବ୍ରାହ୍ମଣ ମୁହୂର୍ତ୍ତ ତାପରେ ପ୍ରଭାତ ହୋଇଗଲା ସକାଳ ହେଲା କେମିତି ପ୍ରଭାତ ହେଲା କେମିତି ଗୋଟିଏ ପଦ ବାଙ୍କା ଚତୁଷ୍ପଦୀ ଆଜ୍ଞା ସେ କୁକୁରରେ ସମସ୍ତେ ଶୋଇଲେ ନିଦ୍ରା ଦେବୀ ସମସ୍ତଙ୍କୁ ଗ୍ରାସ କଲା ହେଲେ ଜଣେ ନାରୀ ଶୋଇଲାନି ସମସ୍ତେ ଶୋଇଛନ୍ତି ଦ୍ୱାରାବତୀପୁରରେ ଦ୍ୱାରିକା କଟକରେ କିନ୍ତୁ ଗୋଟିଏ ନାରୀ ଶୋଇଲା ନାହିଁ ନାରୀ ଶୋଇଲାନି କାରଣ କଣ ସେ ନାରୀ ଚିନ୍ତା କଲା ମୋ ସ୍ୱାମୀ ହଉଛନ୍ତି ଜଣେ ରାଜ୍ୟସଭାର ସଦସ୍ୟ ଢେଙ୍ଗୁରା ବାଲା ଢେଙ୍ଗୁରା ଯାଇଛି ଯେଉଁ ସଦସ୍ୟ ସକାଳେ ଯାଇ ନ ପହଞ୍ଚେ ରାଜ୍ୟସଭାରେ ତାକୁ ତତ୍ତରେ ଗୁଣ୍ଡରେ ପକାଇ ଦିଆଯିବ ତେଣୁ ମୋ ସ୍ୱାମୀଟା ତ ହେଉଛି ମଧ୍ୟପିତା ଉଠିବ ମନ ଇଚ୍ଛା କାଳେ ପାହାନ୍ତିଆ ସକାଳେ ହେଲେ ମୋ ନିଦଟା କାଳେ ଡେରିରେ ଭାଙ୍ଗିବ ମତେ ନିଦ ଲାଗିଯିବ ମୋ ସ୍ୱାମୀ ରାଜସେବାକୁ ଯଦି ନ ଯାଆନ୍ତି ମୋ ଶଙ୍ଖା ସିନ୍ଦୁର ଲିଭିଯିବ ଶଙ୍ଖା ସିନ୍ଦୁର ଆଶାରେ ଆଜି ସେ ନାରୀଟି ଉଜାଗର ଇଏ ମଧ୍ୟପି ସ୍ୱାମୀର ପଦ ସେବା କରୁଛି ଯେତେବେଳେ ପଦ ସେବା କରୁଛି ରାତ୍ର ଆଜ୍ଞା ବାହିଗଲା ଡାକିଲା ସ୍ୱାମୀ କେମିତି ଡାକିଲା ଆଙ୍କା କଲ ଗୋଟିଏ ପଦ ଚତୁଷ୍ପଦୀ ଆଙ୍କା କହିଲେ ମଧ୍ୟପି ଯେ ସେତେବେଳେ ନାରୀ କେମିତି ଡାକୁଛନ୍ତି ଈଶ୍ୱର ସାଙ୍ଗରେ ଯେମିତି ଅହଙ୍କାର ଚୁମ୍ବିକି ଯିବ ନା ମଧ୍ୟପି ସ୍ୱାମୀକି ଡାକୁଛି ତାର ସ୍ତ୍ରୀ କେମିତି ଡାକିଲା ଆଙ୍କା କହିଲେ ଆଙ୍କା କହିଲେ ବନ୍ଧବ ରାତ୍ର ପାହିଗଲା ଉଠ ରାଜସଭାକୁ ଯିବ ମଦ ତ ପେଟେ ପିଇକି ଶୋଇଛି ପିଲାମାନେ ବସିଲେ ମଦ ତ ପେଟେ ପିଇ କରି ଶୋଇଛି
ମଦ ନିଶା ଛାଡ଼ିନି ଯେମିତି ନିଦଟାକୁ ଭାଙ୍ଗି ଦେଇଛି ଉଠିଲା ଭାଗବତ କହିଲେ ମଦ ପିଇଲେ ମଦ ସତ୍ୟ ସତ୍ୟ ମଦ ତ ପେଟ ପିଇଛି ସତ୍ୟ ଅସତ୍ୟ ସେ କଣ ଜାଣିବ ଉଠିଲା କହିଲା ମୁଁ ତ ଶୋଇଲୁ ରାତିଟା କହିଲା ତୁ ଯାଇନୁ ମୁଁ କାହିଁ ଯାଇନୁ ସତର୍କ ତୁ ରାତିରେ ଶୋଉନୁ କୁଆଡେ ଯାଉଛୁ ସନ୍ଦେହ କଲା ତା ସ୍ତ୍ରୀ ଉପରେ ସେଦିନ ନାରୀ ତାର ସତୀତ୍ୱକୁ ଜାହିର କରିବା ପାଇଁ କହିଲା ସ୍ୱାମୀ ମତେ ତୁମେ କାହିଁକି ଡାକୁଛ ମୁଁ କେମିତି ଜାଣିଲି ଜାଣିଛ ସତୀତ୍ୱ ଦେଖେଇବା ପାଇଁ ସତୀତ୍ୱକୁ ବଞ୍ଚାଇବା ପାଇଁ ତାଙ୍କ ଆଉ ଟିକେ କଲମ କଲେ କହିଲା ମୁଁ କେମିତି ଜାଣିଲି ରାତ୍ର କହିଲା ସ୍ୱାମୀ ଟିକେ ଶୁଣ କାକର ହେଲା ବାତ କାକର ସ୍ୱାମୀ କାକର ହେଲା ବାତ ବାତ ଅର୍ଥ ପବନ କାକର ଅର୍ଥ ଥଣ୍ଡା ସକାଳ ହେବା କ୍ଷଣି ଥଣ୍ଡା ପବନ ଯେତେବେଳେ ମୋ ଦେହରେ ବାଜିଲା ମୁଁ ଜାଣିଲି ଡାକ୍ତର ପାଇଗଲା ଆଉ କହିଲି ମାନେ କର ତାର ଆଗମପୂର୍ଣ୍ଣ ପାତକ ହେଲା ମୁଁ ଜାଣିଲି ଡାକ୍ତର ପାଇଗଲା ମଦ ତ ପେଟେ ପିଇଛି କହିଲା ତୁ ତ ଶୋଇଲୁ ମୁଁ ତ ଶୋଇଲୁ ଥଣ୍ଡା ପବନ ତୋ ଠେଇ ବାଜିଲା ମୋ ଠେଇ ତ ବାଜିନି ଆଉ କହିଲି ତୋତେ ଶୁଭିଲା କାହିଁ ମୋତେ ତ ଶୁଭିନି ସତର୍କ ହ ତୁ କୁଆଡେ ଯାଉଛୁ ରାତିରେ ଶୋଇଲୁ କାହିଁକି ମଦ ନିଶାରେ କହୁଛି ସ୍ତ୍ରୀ ମୁଁ ଚାଲିଛି ଏଭଳି କହି ସେଇଠୁ ଆଉ ଗୋଟିଏ ପଦ କହିଲା ସ୍ୱାମୀ ନିଜର ସତୀତ୍ୱକୁ ଜାହିର କରିବା ପାଇଁ ସ୍ୱାମୀ ମୁଁ କେମିତି ଜାଣିଲି ଜାଣିଛ କେମିତି କେମିତି ନା କମଳରେ କମଳା ଫୁଟିଲାଣି କମଳ ଫୁଟିଲେନି କମଳ କମଳ ମୁଖି ସ୍ନାନ ଗଲେ ଚାରି କମଳ ନା ନାଇଁ କମଳ ରେ କମଳ ଏଠି ପ୍ରଥମ କମଳର ଅର୍ଥ କଣ ଆସିବ ପ୍ରଥମ କମଳର ଅର୍ଥ ହେଉଛି ପୁଷ୍କରିଣୀ ପୁଷ୍କରିଣୀ କମଳ ରେ କମଳ ଏଠି ଦ୍ୱିତୀୟ କମଳ ଅର୍ଥ ଆସିବ ଜଳ କମଳ ରେ କମଳ ପୁଷ୍କରିଣୀର ଜଳ ରାଶି ଉପରେ ଫୁଟିଲେଣି କମଳ ଏ କମଳ ଅର୍ଥ ହେଉଛି ପଦ୍ମ ସକାଳ ହେବା କ୍ଷଣି ପୁଷ୍କରିଣୀର ଜଳ ରାଶି ଉପରେ ଏ ପଦ୍ମ ଫୁଲ ଫୁଟିଲାଣି କମଳମୁଖୀ ସ୍ନାନ ଗଲେଣି କମଳମୁଖୀ ହଉଛି କିଏ ଜାଣିଛ ନବବିବାହିତ ବଧୂମାନଙ୍କୁ କମଳମୁଖୀ ବୋଲି କୁହାଯାଏ ସେତେବେଳେ ପୁଷ୍କରିଣୀ ଗାଁ ମୁଣ୍ଡରେ ଥାଏ ଟ୍ୟୁବଲ ନଥାଏ ଯାହା ଥାଏ କୂଅ ଥାଏ କିଏ ପାଣି ପାଇବି ସପ୍ଲାଇ ପାଣି ନଥିବ ପୁଷ୍କରିଣୀକୁ ସମସ୍ତେ ଯାଆନ୍ତି ସ୍ନାନ କରିବା ପାଇଁ ସୁସ୍ଥନ ସବୁ ସାରିକରି ଆସନ୍ତି ନୂତନ ବଧୂମାନେ ରାତ୍ର ପାଇବା କ୍ଷଣି ଟିକେ ଟିକେ ଅନ୍ଧାର ଥିବ ବଧୂମାନଙ୍କୁ ନେଇକି ଯିବେ ପୁଷ୍କରିଣୀ କିଏ ଦେଖିବେ ତେଣୁ ସେ ପାଉଁଜିକୁ ପରିଧ୍ୟାନ କରିକି ଯାଇଥାନ୍ତି ସେତେବେଳର ପାଉଁଜିରେ ସବୁ କମ୍ପିଟିସନ କରି ଆଣନ୍ତି କାହାର ଭୁକୁର ବଡ ଲାଗୁଛି ଅଇକା ତ ଭୁକୁର ନାହିଁ ସବୁ କଳା ଭିତା ଉଠି ଲାଗେ କଳା ଭିତା ଗୋଟା ଗୋଟା ଭିଡ଼ି ଦେଲେ ସରିଗଲା ଆଉ ପାଉଁଜି ଶୁଣୁ ଶବ୍ଦ କଣ ଦରକାର ତାହେଲେ ଏଇ ରାତିରେ କୁଆଡେ ବାହାରିକି ଗଲେ ଶୁଭିବ ସେତେବେଳେ ପାଉଁଜିର ମହତ୍ଵ ଥିଲା ଗଲାବେଳେ ସେ ପାଉଁଜି ପିନ୍ଧି ଯଦି କେହି ଭଦ୍ର ବ୍ୟକ୍ତି ଥିବେ ସତରେ ଜାଣିବେ ଅମକ ଘରର ବୋହୂ ଆଇଲା ବୋଲି ସେ ପାଖେଇ ଯାଉଥିଲେ ନା ନାଇଁ ଅଧିକା କଳା ଫିତା ପିନ୍ଧା ହଉଛି ପିନ୍ଧା ହେବାର କାରଣ କଣ ନା ଯଦି ଯାଉଥିଲେ କିଏ ନ ଜାଣି ପାରିଲେ ଆସିକି କେମିତି ଟିକେ ଧକ୍କା ହେଇଯାଏ ଦୂରେଇବା ପରମ କଥା ଆକ୍ସିଡେଣ୍ଟକୁ ସବୁ ଡାକୁଛନ୍ତି ବରଣ କରୁଛନ୍ତି ନା ନାଇଁ ଆକ୍ସିଡେଣ୍ଟକୁ ବରଣ ନୁହଁ ମାଲିକା କହିଲେ ଘରେ ଘର ମଦ କୁକୁଡ଼ା ଖାଇବେ ଅଣ୍ଡା ଖାଇବେ ବ୍ରାହ୍ମଣ ସବୁ ସମସ୍ୟା ଘଟିବ ଛାଡ଼ ସମୟ ନାହିଁ ଆଉ ତେଣୁ
ସେ କମଳମୁଖୀର ଶବ୍ଦ ପାଉଁଜିର ଶବ୍ଦ ମୋ କର୍ଣ୍ଣରେ ବାଜିଲା ନିଦ ଭାଙ୍ଗିଗଲା ଆଉ ତୁ ତ ଏକାଶୀ ହେଲା ଭାଇ ଗଡ଼ବଡ଼ ହଉଥିଲା ଯେତିକି ତମକୁ ସମୟ ଦେଇକି ସୁବୁଡ଼ିଆ ଭୋଟା ଦାନ୍ତ ଖାଇବାଟା ବସିଲେ କଣ ଚୁପ୍ ହେଇକି ହଁ ତେଣୁ ବସିଲେ ଟିକେ ସମୟ ଲାଗେ ତେଣୁ ମୋ ନିଦ ଭାଙ୍ଗିଗଲା ନା ତା ପାଉଁଜି ଶବ୍ଦ ତୋତେ ଶୁଭିଲା କାହିଁ ମୋତେ ତ ଶୁଭିନି ସତ କହ ମାନେ ସେଦିନର ସ୍ତ୍ରୀ ଚିନ୍ତା କଲା କହିଲା କଣ କରିବି ନହେଲେ ସନ୍ଦେହଟା ବଢିବ ସବୁଦିନ ମଦ ପିଇକି ଆସି କଣ କରିବି ଶେଷରେ କହିଲା ଭାଙ୍କା କଲମ କଲେ ଭାଙ୍କା ବୋଲେ ଶଙ୍କର ବାଙ୍କା ବୋଲେ ଶଙ୍କର ପୁରେ ସ୍ୱର୍ଣ୍ଣ ଶଙ୍କର ସର୍ବ ସେବକେ ବେଶୀ ବଡ଼ ଶେଷରେ ସେ ବହୁଟି କହିଲା କହିଲା ସ୍ୱାମୀ ଶୈବ ମନ୍ଦିରରେ ମାଳିମାନେ ଯେତେବେଳେ ପ୍ରଭାତ ହେବା କ୍ଷଣି ଶଙ୍କର ଧ୍ୱନି ଦେଲେ ସେ ଶଙ୍କର ଧ୍ୱନି ମୋ କର୍ଣ୍ଣପାତ କହିଲା ତା ଦେଖିନା ନିଶା ଛାଡ଼ି କାହିଁକି ମଦ୍ୟପୀ ମାନେ ମହାଦେବଙ୍କୁ ଭଲ ପାଆନ୍ତି ଭାଗ୍ୟରେ ନଥିଲେ କର୍ମରେ ନଥିଲେ ସେଇ କେବଳ ଗୋଟିଏ ଦେବତା ନଦୀ ଦିଏ ଉପରେ ମଦ୍ୟପୀ ମାନେ ଭଲ ପାଇବାର କାରଣ କଣ କାଲି ଟଙ୍କାରେ ନଧମ ପାଞ୍ଚ ହେଇ ମହାଦେବ ତୁଦେ ଆଉ କେହି ଦେବେନି ଆଉ ସମସ୍ତେ କହିବେ କର୍ମ ତୋର କଣ ଅଛି ଦେଖା ମୁଁ ଦେବି ଆଉ କର୍ମ ନ ଦେଖି ଦେଲା ବାଲା ହଉଛି ମହାଦେବ ତେଣୁ ନିଶାକ୍ଷର ମାନେ ମହାଦେବଙ୍କୁ ଅଧିକ ଭଲ ପାଆନ୍ତି ତେଣୁ ମହାଦେବଙ୍କ ନାମ ଯେତେବେଳେ ଶୁଣିଲା ନିଶା ଥିଲା କେଉଁଆଡେ ଉଭେଇଗଲା ଛାଡିଗଲା ନିଶା ମୋର ଏଡେ ସୁନ୍ଦର ସ୍ତ୍ରୀଟାକୁ ମୁଁ କେତେ ଭର୍ସନା କି କେତେ ନିନ୍ଦା କଲିନି କେତେ ଗାଳି ଦେଲିନି ବୁଝେଇଲା କଲା ହେଇକି ଆଉ କାନ୍ଦ ନା ଗୋଟିଏ ବଡ ଚତୁଷ୍ପତିକୁ ବନ୍ଦ କରିବି ଆଉ କାନ୍ଦନି ଆଉ କାନ୍ଦନି ନଟମର ଘର ବାଙ୍କି ଡମ୍ପରା କଲମ କଲେ ସ୍ୱାମୀ ବୁଝଉଛି ସ୍ତ୍ରୀ ଯେତେ ଯାହାରେ କଳି କରିଆ ହେଇଥାଉ ସ୍ୱାମୀ ବୁଝେଇବ ସ୍ତ୍ରୀ କି ଆପେ ଆପେ ସ୍ୱାମୀ ସ୍ତ୍ରୀ ପାଖକୁ ଯିବ ନା ଗୋଡ ଧରିବ ନା ଧରିବ ବୋଲି ନାହିଁ ବୁଝେଇବାକୁ ତା ସମୟ ନାହିଁ ଆଉ କଣ କହିଲା ଚକା ଚନ୍ଦ ବନ୍ଦନା ଚକା ଚନ୍ଦ ବନ୍ଦନା ସକା ନା ମୁଁ ଯାଉଛି ଶୋଷଣା ଦେଇ ସ୍ତ୍ରୀକୁ ବୁଝାଇ ରାଜ ଦରବାରରେ ଯାଇ ପ୍ରବେଶ କରିଛି ରାଜସଭା ବସିବ ଆଉ ଶୁଣୁଥିଲେ ମୋର ପଣ୍ଡିତ ମଣ୍ଡଳୀ ଦେଇ ଜଣେ
ଭାଗ ଭାଇକୁ ଭାଗ ଦେଇଦେଲେ ବଢିଆ ବଢିଆ ବହୁତ ସୁନ୍ଦର ଚାଲୁ ଥିଲେ ପଣ୍ଡିତ ମଣ୍ଡଳୀ ବାରେ କ୍ଷମା କରିକି ସରଳକ୍ଷଣ ମହାବା